हेलो फ्रेंड्स नमस्कार। आसतु जीवा गंजाम जिलार भंजनगर सहर ठारू मात्र 14 किलोमीटर दूर थिबा कालियांब नेचर कैंप एंड वाटरफॉल। भंजनगर पूर्व पड़ो शाहपुर ग्राम। एठार लेफ्ट साइड गले पड़ो कालियांब नेचर कैंप। देखो लेफ्ट साइड यही रास्तार जीवे। बोर्ड रे मेंशन है जेंट स्क्वेरल नेचर कैंप 8 किलोमीटर। राजधानी भुवनेश्वर एठार दूरता होची 180 किलोमीटर। आदि ब्रह्मपुर आसुचंती हाईवे रे आसवे 72 किलोमीटर। एठारू 8 किलोमीटर हम फॉरेस्ट रोड। एमती ब्रह्मपुर प्राय 80 किलोमीटर। देखो ये रास्तार उभय पटे पूरा आप देखा पाए पूरा घंच जंगल। प्रकृति को उपभोग करने सहित एठारे छुट्टी कटाई यह सबुठारु भल जगह। देखो एडू आ नेचर कैंप प्राय 5 किलोमीटर रहा। चलते एवं जीवा। एठा को आसले आपण नेचर को उपभोग करने सहित पाखरे थिबा झरणा और पहाड़र सुंदर दृश्य उपभोग करि। देखो यहाँ माँ कंकण देवी पीठ। माँ कंकण देवी पीठ लिखाई ये माँ का दर्शन करनवा। यहाँ नेचर कैंप रो गेट। आम कालियांब बर्तमान पहुँची जाइछु। कालियांब नेचर कैंप एपटे कालियांब वाटरफॉल को रास्ता। एमती यही माटी रास्ता रे किछि बाट आसला परे आपण ये वाटरफॉल निकट रे पहुँची जिवे। हाँ पानी एपटे आसछि। ऑटो आसछि भितर गले बिहार पिकनिक चलছে बस। ए पाखे रास्ता एपटे जीवा। एपटे एमती चढ़ी जीवे। देखो रास्ता एपटे आगे रास्ता अच्छी पाखे जीवा। आज सब पिकनिक कर देखु रास्ता जंगल भितर पहाड़िया रास्ता। फास्ट वाटरफॉल यहाँ तापर ऊपर गोटे छा गोटे चलन देखिए सेकेंड वाटरफॉल। सेकेंड वाटरफॉल ऊपर गोटे गोटे अच्छे। पूरा ऊपर को जीवा।
ଦେଖନ୍ତୁ ଆମେ କାଳିଆମ୍ବା ୱାଟରଫଲ୍ ଦେଖିକିରି ଏବେ ବର୍ତ୍ତମାନ ଫେରୁଛୁ। ପୁରା ବଣ ଜଙ୍ଗଲ ରାସ୍ତା ଫେରୁଛି। ତାପରେ ଯିବା ନେଚର କ୍ୟାମ୍ପ। ଫାଷ୍ଟ ଆମେ ୱାଟରଫଲ୍ ଦେଖିଦେଲୁ, ତାପରେ ନେଚର କ୍ୟାମ୍ପ ଆପଣଙ୍କୁ ଦେଖେଇବି। ବର୍ତ୍ତମାନ ଆମେ ନେଚର କ୍ୟାମ୍ପକୁ ଯିବା। ଦେଖନ୍ତୁ ଚାରିଆଡ଼େ କେମିତି ଜଙ୍ଗଲ ପୁରା ଅଛି। ଯୁଆଡ଼େ ଦେଖିବେ ଆପଣ ଖାଲି ଜଙ୍ଗଲ ଦେଖିବେ। ଦେଖନ୍ତୁ ଏଇଟା ନେଚର କ୍ୟାମ୍ପର ଏଣ୍ଟ୍ରି ଗେଟ୍। ଦେଖନ୍ତୁ ଉପରେ ଲେଖା ହେଇଛି ଜାଏଣ୍ଟ ସ୍କ୍ୱେରେଲ ନେଚର କ୍ୟାମ୍ପ। ଜାଏଣ୍ଟ ସ୍କ୍ୱେରେଲ ମାନେ ବିଶାଳକାୟ ଗୁଣ୍ଡଚି ମୂଷା, ଯେଉଁଟା କଲରଫୁଲ୍ ଗୁଣ୍ଡଚି ମୂଷା ଏଠାରେ ଦେଖିବାକୁ ମିଳନ୍ତି। ତେଣୁ ଏଇଟାକୁ ଜାଏଣ୍ଟ ସ୍କ୍ୱେରେଲ ନେଚର କ୍ୟାମ୍ପ ବି କୁହାଯାଏ। ଏଠାରେ ପର୍ଯ୍ୟଟକମାନଙ୍କର ରହିବା ପାଇଁ କଟେଜର ସୁବିଧା କରାହେଇଛି। ଏଠାରେ ରହିବା ପାଇଁ ପର୍ଯ୍ୟଟକମାନେ ଅନଲାଇନରେ ବୁକିଂ କରିପାରିବେ। ଓଡ଼ିଶା ଗଭର୍ଣ୍ଣମେଣ୍ଟ ୱେବସାଇଟ୍ରେ ଅନଲାଇନ୍ ବୁକିଂ କରାଯାଏ। ଏଇଟା ହେଉଛି ଦେଖନ୍ତୁ ଟ୍ରି ହାଉସ୍। ଏ ସବୁ କଟେଜ ଗୁଡ଼ା ଦେଖନ୍ତୁ, କଟେଜ ଅଛି। ନେଚର କ୍ୟାମ୍ପ ସବୁ କଟେଜ ଅଛି। ଦେଖନ୍ତୁ ଏଇଟା ସବୁ ଟେଣ୍ଟ ହାଉସ୍। ଏଇଟା ଗୋଟେ ସେ ପାଖରେ ବି ଦେଖନ୍ତୁ ଏଇଟା ଟେଣ୍ଟ ହାଉସ୍। ଏ ଟେଣ୍ଟ ହାଉସ୍ରେ ଗୋଟିଏ ରାତି ରହଣି ଲାଗି କଟେଜର ମୂଲ୍ୟ ପ୍ରାୟ 2000 ଟଙ୍କା ଧାର୍ଯ୍ୟ କରାଯାଇଛି। ଦେଖନ୍ତୁ ଏ ଟେଣ୍ଟ ହାଉସ୍ ଭିତର ଭିଉ, ଡବଲ ବେଡ୍ ଅଛି, ଏସି ରୁମ୍, ବହୁତ ସୁବିଧା ଏଠି ଅଛି। ଆସନ୍ତୁ ଦେଖିଯିବା ଏଠିକାର ପପୁଲାର ଟ୍ରି ହାଉସ୍। ଦେଖନ୍ତୁ ଏଠି ସବୁ ଉଡ଼େନ୍ ସିଡ଼ି ଅଛି, ଏଥିରେ ଚଢ଼ି ଆପଣ ଉପରକୁ ଯିବେ। ଏଇଟା ଗଛ ଉପରେ ପ୍ରାୟ 30 ଫୁଟ ଉଚ୍ଚରେ ଏଇ ଟ୍ରି ହାଉସ୍ ଅଛି। ହଁ ଆସନ୍ତୁ ଏବେ ଟ୍ରି ହାଉସ୍ ଭିତରକୁ ଯିବା। ଦେଖନ୍ତୁ ଏଇଟା ଟ୍ରି ହାଉସ୍ ଭିତରର ଭିଉ। ଏଠି ମଧ୍ୟ ଡବଲ ବେଡ୍ ଆଉ ଏସିର ସୁବିଧା ଅଛି। ଦେଖନ୍ତୁ ଏଠିକାର ଏଇଟା ୱାସରୁମ୍, ଆପଣଙ୍କୁ ଦେଖାଉଛି। ଦେଖନ୍ତୁ ଏଠାରେ ଏସିର ସୁବିଧା ମଧ୍ୟ ଅଛି। ଉପରୁ ଦେଖନ୍ତୁ ଭିଉ। ଏସବୁ ଦେଖନ୍ତୁ କଟେଜ ଗୁଡ଼ାକ ଅଛି। ଦେଖନ୍ତୁ ଏଇଟା ରୁମ୍, ଡବଲ ବେଡ୍ ପଡ଼ିଛି। ପ୍ରାଇସ୍ କେତେ କହିଲା ଏଇଟା? 3000। ଏସବୁ ଚେୟାର ପଡ଼ିଛି, ଆପଣ ଏଠି ବସିପାରିବେ, ଏନ୍ଜୟ କରିବେ। ଦେଖନ୍ତୁ ଏଇଟା ଉପରୁ ମୁଁ ଭିଉ ଦେଖୁଛି ଆପଣଙ୍କୁ। ଏଠାରେ ପିଲାମାନଙ୍କ ମନୋରଞ୍ଜନ ପାଇଁ ମଧ୍ୟ ଖେଳ ଉପକରଣ ଗୁଡ଼ାକ ସବୁ ଅଛି। ଦେଖନ୍ତୁ ଏଇଟା ଗୋଟେ କଟେଜ। ବର୍ତ୍ତମାନ ଆମେ ନେଚର କ୍ୟାମ୍ପ ବୁଲି ଦେଖିଦେଲେ। ଏବେ ଆମେ ବର୍ତ୍ତମାନ ଫେରିବା। ଦର୍ଶକ ବନ୍ଧୁ, କାଳିଆମ୍ବା ନେଚର କ୍ୟାମ୍ପ ଆପଣଙ୍କୁ କିପରି ଲାଗିଲା କମେଣ୍ଟରେ ଜଣାଇବେ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରିବେ, ସେୟାର କରିବେ, ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ।